ରାମ ନାରାୟଣ ରାମ। ଆଜ୍ଞାଚକ୍ରରେ ମନକୁ ଏକାଗ୍ର କରି ଜପ କର, ମନ ଲାଗୁଛି କି ନାହିଁ। ଯେଉଁଠି ଯେଉଁ ଭାବନା, ଚିନ୍ତା କିମ୍ବା ଅନ୍ୟ କୌଣସି ଭାବ ଆସୁଛି, ସେଗୁଡ଼ିକୁ ଛାଡ଼ି ଜପକୁ ନିଜେ ଧ୍ୟାନ ଦିଅ। କେବଳ ଏଠି ଭାବିବା ଯେ ତୁମେ ବସିଛ ଏବଂ ଜପ କରୁଛ। ଏମିତି ଖାଦ୍ୟ ଖାଅ ଯାହାରୁ ଭୋକ ମରି ନଯାଏ। ଏମିତି କିଛି ଖାଅନି ଯାହା ଭୋକ ହଟାଇ ଦିଏ। ସକାଳେ ଉଠି ଚା ବେଳେ ଚା ନ ପିଉ, ତାହା ପରିବର୍ତ୍ତେ ସାମର୍ଥ୍ୟ ଅନୁଯାୟୀ ଚା ତିଆରି ହେଉଥିବା ପାଣି, ମିଶ୍ରି ପାଣି, ଗୁଡ଼ ଓ ଅଦା, ମିଠା ପାଣି, ଦୁଧ ଇତ୍ୟାଦି ନିଅ, ଯାହା ଶରୀରକୁ ଶୀତଳ ରଖିବ। କିଛି ସମୟ ଜପ କରି ଥୋଡ଼ା ଖାଇବା ପରେ ତମର କାମ ଆରମ୍ଭ କର। ଖାଇବା ପରେ ଅର୍ଦ୍ଧ ଘଣ୍ଟା ପରେ ପାଣି ପିଉ। ଏହା କଲେ ଗ୍ୟାସ ହେବ ନାହିଁ। ଯେଉଁମାନେ ଗ୍ୟାସରେ ପୀଡ଼ିତ, ସେମାନେ ମଧ୍ୟ ଆରାମ ଅନୁଭବ କରିପାରିବେ। ଖାଇବା ପରେ ଦୌଡ଼ଧାପ କରନ୍ତୁ ନାହିଁ, କିଛି ସମୟ ଆରାମ କର। ତୁମେ ଦେଖିପାରିବ ଯେ ଶରୀର ସାରା ଦିନ ଶକ୍ତିଶାଳୀ ରହିବ। ଶରୀର କେବଳ ଦୁଧଘିଅ ଖାଇଲେ ଠିକ୍ ହେଉନାହିଁ। ସନ୍ଧ୍ୟା ପୂର୍ବରୁ ଖାଦ୍ୟ ଶେଷ କର। ଦିନ 11ଟା ମଧ୍ୟରେ ଓ ସନ୍ଧ୍ୟା 6ଟା ମଧ୍ୟରେ ଖାଦ୍ୟ କରିବା ନିୟମ ବନାଅ। ରାତିରେ ପାଣି ପିଇ ଶୋଇଯାଅ। ରାତି ହେବା ପୂର୍ବରୁ ଖାଇ ନେଲେ ବହୁତ ରୋଗରୁ ମୁକ୍ତି ମିଳିପାରେ।